ଗାଡ଼ି ଗ୍ୟାରେଜ କରି ପେଟ ପ୍ରତିପୋଷଣ କରୁଥିଲେ ଅଶୋକ କୁମାର ବେହେରା ବାବୁ ଜଣକ। ହେଲେ ହଠାତ୍ କ'ଣ ହେଲା ବିଷ ପିଇ ଆତ୍ମହତ୍ୟା କଲେ। ସୂଚନା ଥାଉ କି ଯେ ଶ୍ରୀରାମପୁର ପଞ୍ଚାୟତ କ୍ଷୀରଙ୍ଗାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତା'ର ପରିବାର କହିଲେ ସ୍ତ୍ରୀ, 2 ଝିଅ ଏବଂ ଅଶୋକ କୁମାର ବେହେରା ଏବଂ ମଇନା ଭାଇ ନାଁରେ ପରିଚିତ ବାବୁ ଜଣକ କୌଣସି ବଚସାକୁ ନେଇ କୌଣସି ଋଣର ବୁଡ଼ି ଯାଇଥିବା ଘଟଣାକୁ ନେଇ ବିଷ ପିଇ ସବୁଦିନ ପାଇଁ ଶୋଇଗଲେ ମଇନା ବାବୁ। ହେଲେ କ'ଣ ବା ହେବ, ବର୍ତ୍ତମାନ 2 କଅଁଳା ଶିଶୁ ଯିଏ ବାପ ଡାକ ଠିକ୍ସେ ଡାକି ନାହିଁ, ବାପ ବୋଲି କ'ଣ ଜାଣି ନାହିଁ, ଆଜି ତା ଆଖିରୁ ଲୁହ କିଏ ପୋଛିବ? ଆଉ କେବେ ବାପ ତା ଝିଅକୁ ବଜାର ବୁଲେଇ ନେବ? ଏଭଳି ଦୁଃଖଦ କରୁଣାର କ୍ଷୀରଙ୍ଗାରେ ଶୋକର ଛାୟା ଖେଳିଯାଇଛି ଏବଂ ହଳଦୀପାଳ ମାର୍କେଟର କେଉଁଠି ନା କେଉଁଠି ଦୁଃଖର ଯେଉଁ ରହିଛି, ମାର୍କେଟରେ ଭୁଲି ପାରୁନାହାନ୍ତି ମଇନା ଭାଇକି। ତେଣୁ ଭଗବାନଙ୍କ ପାଖରେ ଆମେ ପ୍ରାର୍ଥନା କରୁଛୁ ତାଙ୍କର ପରିବାରକୁ ସତ୍କୃତ ଦିଅନ୍ତୁ ଏବଂ ମଇନା ସ୍ୱର୍ଗରେ ରହି ତାଙ୍କର ଅମର ଆତ୍ମାକୁ ମୁକ୍ତି ମିଳୁ। ଏତିକି ବାଲେଶ୍ୱରରୁ ଭାଗବତ ଦାସଙ୍କ ରିପୋର୍ଟ, ପି ନ୍ୟୁଜ୍ ଓଡ଼ିଶା।